ନିଜର କର୍ମମୟ ଜୀବନରେ ଆନ୍ଦୋଳିତ ହେଇଗଲା, ମଝିରେ ଜଞ୍ଜାଳମୟ ହେଇଗଲା। ସେ ସମୟରେ ସେ ବହୁତ ପ୍ରାଚୁର୍ଯ୍ୟର ଅଧିକାରୀ ହେଇଗଲା, ଧନ ସମ୍ପଦ ଅନେକ ପ୍ରକାର ଅଧିକାରୀ ହେଇଗଲା। ଅଧିକାରୀ ହେଲା ଭିତରେ ସେ ମାନେ ଏମିତି ବିଭୋର ହେଇଗଲା ଯେ ପଥ ହୁଡ଼ା ହେଇଗଲା, ଖରାପ କାମ କରି ବସିଲା। ସେହି ସମୟରେ ଅନେକ ସମୟ ଅତିବାହିତ ହେଇଗଲା। ଅତିବାହିତ ହେଲା ଭିତରେ ସେ ତାର ମୃତ୍ୟୁ ସମୟ ଯେତେବେଳେ ଆସିଲା, ଯମଦୂତ ମାନେ ଆସି ପହଞ୍ଚିଲେ। ସେହି ସମୟରେ କ'ଣ କହିଲେ? ଯମଦୂତ ମାନେ ତୁମକୁ ନରକ କୁଣ୍ଡକୁ ନେବେ, ନରକ କୁଣ୍ଡକୁ ମୋତେ ନେବେ। ମୁଁ କ'ଣ କଲି ଯେ ନେଲେ? ମୋତେ ତ ବ୍ରହ୍ମା ପଠେଇଛନ୍ତି ଭଲ କାମ କରିବା ପାଇଁ, ମୁଁ ଭଲ କାମ କରୁଛି। ତାହେଲେ ମୋତେ ବ୍ରହ୍ମା ପାଖକୁ ଟିକେ ନେଇକିରି ଚାଲ। ବ୍ରହ୍ମା ପାଖକୁ ଯେତେବେଳେ ଗଲେ, ସେହି ସମୟରେ ବ୍ରହ୍ମା ଦେଖିଲେ ସେ ମାନବ ପୁଣି ମୋ ପାଖକୁ ଆସିଲା। ପ୍ରଭୁ ଆପଣଙ୍କୁ ତ କହିଥିଲି, ରିକ୍ୱେଷ୍ଟ କରି କହିଥିଲି ମୋତେ ଟିକେ ମଝିରେ ଚେତେଇ ଦେବେ। ମୁଁ କ'ଣ କଲି ଯେ ମୋତେ ନରକ କୁଣ୍ଡକୁ ନେବେ? ନରକ କୁଣ୍ଡକୁ ନେବାର ଆବଶ୍ୟକତା କ'ଣ ଅଛି? ମୁଁ ତୋତେ ସଚେତନ କରିଛି ବାବୁ, ତୁ ଜାଣିପାରିବି। ତୋର ଦେଖ, ତୋର ମୁଣ୍ଡର ବାଳ ପାଚିଗଲା, ଚମ ଦୁଲୁ ଦୁଲୁ ହେଇଗଲା, ଦାନ୍ତ ପଡ଼ିଗଲା, ତୁ ଅବଶ ହେଇଗଲୁ, ତୋ ଦେହରେ ବଳ ପାଇଲାନି। ଏସବୁ କ'ଣ ମୁଁ ତୋତେ ସଚେତନ କରାଇ ନଥିଲି? ତୁ ଆଗରୁ ଜାଣିପାରିନଥିଲୁ? ଏତେ ଜାଣିଲା ପରେ ମଧ୍ୟ ମୋତେ ପୁଣି କହୁଛୁ ଯେ ତୁ ସଚେତନ କରାଇଲୁନି। ସେହି ସମୟରେ ମଣିଷ ପ୍ରକୃତିରେ ସେ ଜାଣିପାରିଲା ଯେ ଶେଷ ଜୀବନରେ ମାନେ ଆମେ କର୍ମମୟ ଜୀବନରେ ଯାହା ବି କରିବା କଥା ସେ ସବୁ ବୁଝି ସୁଝି କରିବା ଆବଶ୍ୟକତା ଅଛି। ତେଣୁକରି କବି କହୁଛନ୍ତି, ବାଲ୍ୟକାଳୁ ଧର୍ମ ଧର୍ମ ମୁଁ ସଞ୍ଚିବି, ଏ ଜୀବନ ଅନିଶ୍ଚିତ, କେଜାଣି କାହାର ଆଜି ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ। ସେହି ଦିନ ଠାରୁ ମଣିଷ ସଚେତନ ହେଇଗଲା ଯେ ମୁଁ ଜନ୍ମ ହେଲା ମାତ୍ରେ ପ୍ରତ୍ୟେକ ଦିନ ଯାହା ବି କର୍ମ କରିବି, ଭଲ କାମ କରିବି, ଜନମଙ୍ଗଳ କାମ କରିବି। ଯେତେବେଳେ କି ମୋତେ ମୃତ୍ୟୁ ହେବ, ମୁଁ ସ୍ୱର୍ଗ ଲୋକରେ ପଦାର୍ପଣ କରିବି ଏବଂ ସୁଖ ଭୋଗ କରିବି। ଏହିସବୁ ଅନେକ କଥା ସେ ଭାବିଛି। ଆଉ ମନ ଭିତରେ ସେ ଅନେକ କଥା କହିଛି, ରହି ନାହିଁ କେହି ରହିବେ ନାହିଁଟି, ଭବରଙ୍ଗ ଭୂମି ତଳେ ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ପଳେ। ଏହିସବୁ କଥା କହିଛି। ମଣିଷ ଜୀବନ ମୁହେଁ ଚିରଦିନ ପାଣିର ଫୋଟକା ପରି, ଜନ୍ମ ମାତ୍ରକେ ମରଣର ହାସ ଗଳାରେ ଆସିଛି ଧରି। ଅନେକ ଜିନିଷ ସେ ଭାବିଛି, ଏହି ସମୟ ଭିତରେ ଅନେକ କଥା ଭାବିଛି ଏବଂ ସେ ଭଲ କାମ କରିବା ପାଇଁ ଚେଷ୍ଟା କରିଛି। ସେହି ଦିନଠାରୁ ମଣିଷକୁ ଗୋଟେ ମାନବ ଆଖ୍ୟା ଦିଆଯାଇଛି, ବିଜ୍ଞ ପୁରୁଷ ବୋଲି ଆଖ୍ୟା ଦିଆଯାଇଛି। ଯେହେତୁ ଆମେମାନେ ସମସ୍ତେ ସେହି କାରଖାନାର ଗୁରୁ ଗୁଡ଼ିକ, ଗୁ ହଉଛେ ଅନ୍ଧାର, ରୁ ହଉଛେ ଆଲୋକ। ଅନ୍ଧାରରୁ ଆଲୋକକୁ ନେବା ପାଇଁ ଯେହେତୁ ଆମେ ଗୋଟେ ବାର୍ତ୍ତାବହ, ଆମେ ଜଣେ କୌଶଳୀ କାରିଗର, ଆମେ ନିଶ୍ଚିତ ଭାବରେ ସେହି ଛାତ୍ରମାନଙ୍କୁ